ରୋହିତ କୁମାର ସାହୁ ଗଲାବେଳେ ସେ ଅନ୍ଧାର ଗୋଟେ ଲୋକଟେ ଲିଫ୍ଟ ମାଗିଲେ, କହିଲା ଆଗକୁ ଛାଡ଼ିଦିଅ। ମୁଁ ସେ ଯାଉଥିଲି, ଫୋନ୍ ଆସିଲା ମୋର, ମଉସା କରିଥିଲେ, ତ ମୁଁ ସେଠି ଗାଡ଼ିଟା ରଖିକି କଥା ହେଲି। ମଉସାକୁ ପଚାରିଲେ ଏଇ ପଇସା କଥା, ମୁଁ କହିଲି ଡିପୋଜିଟ୍ ହେଲାନି, ମୁଁ କାଳେ କରିଦେବି, ସେଇଟା ସେ ଶୁଣିଛି ବୋଧେ। ତାପରେ ତାପରେ ଛୁରୀ ବାହାର କରି କହିଲା ଗାଡ଼ି ରଖ। ସେ ଅନ୍ଧାରରେ ଗାଡ଼ି ରଖିଥିଲୁ, ସେ ଜବରଦସ୍ତି କଲା। ମୁଁ କହିଲି ମୋ ବ୍ୟାଗ୍ଟା ଆଣିଲା, ମୁଁ କହିଲି ମୋ ବ୍ୟାଗ୍ରେ ଟ୍ୟାକର୍ ଲାଗିଛି। ପଇସା ନେଉଥିଲା, ଗାଡ଼ି ଟାଣୁଥିଲା, ଗାଡ଼ି ଚାବି ଫୋପାଡ଼ି ଦେଲି ବ୍ୟାଗ୍ରେ। ତାପରେ ଗୋଟେ ଟ୍ରକ୍ ବାଲାଟେ ଗାଡ଼ି ଲାଇଟ୍ ପଇଲା, ଆଉ ଗୋଟେ ଲୋକ ପିଲାଟେ ଆସିଥିଲା, ତା ସହ ମିଶିକି ପଳେଇଲା। ବ୍ୟାଗ୍ଟା ଯୋଉ କରିଥିଲି ସେ ଡାହାଣ ହାତରେ ମାଇଲା, ମୁଁ ହାତ ଦେଖେଇଦେଲି, ହାତରେ ବାଜିକି ପେଟରେ ବାଜିଲା। କହୁଛି ଜଇନ୍ଦଳ କଣ କେମିତି ଘଟଣା ଆଜ୍ଞା ଆସି ଚୁରା ମାର୍କେଟ କେସ୍ କହିବେ? ଘଟଣା ଘଟିଲା କ'ଣ, ସେ ଆସିଥିଲା ମାର୍କେଟ ଜଣେ ପଇସା ନେଇକି ଯିବ ବୋଲିକି, ତାକୁ ଆମେ ଡାକୁ ରାଜା, ତା ନାଁ ରୋହିତ ସାହୁ। ଆଉ ସେ ମାର୍କେଟ ଆସିଲା, ମାର୍କେଟରୁ ପଇସା ନେଇକି ଯିବା ଭିତରେ ତାକୁ ଫଲୋ କରିକି ଆସିଛନ୍ତି ଯେ 2 ଜଣ ଆସିକି ତାକୁ ହଠାତ୍ ପେଲି ଦେଇଛନ୍ତି, ତା ପେଟରେ ଛୁରା ମାଡ଼ କରିଛନ୍ତି ଏବଂ ତା ହାତକୁ ବି ଆଘାତ ଦେଇଛନ୍ତି। ଦେଲା ପରେ ତାକୁ ତା ପାଖରୁ ଯେଉଁ ବ୍ୟାଗ୍ଟି ଥିଲା ସେ ବ୍ୟାଗ୍ଟି ନେଇଯାଇଛି। ସେ ବ୍ୟାଗ୍ରେ 50 ନା ଲକ୍ଷେ ଟଙ୍କା ଏମିତି ଥିଲା। ସେ ତାକୁ ଛଡ଼େଇ ନେଇଗଲା ପରେ ତାକୁ ଗୋଡ଼ାତଡ଼ା କରିକି ମାରିଛନ୍ତି। ସେଠିଆ ଲୋକ ଆସିକି ଯେତେବେଳେ ପାଟିତୁଣ୍ଡ କରିଛନ୍ତି ସେ ପଳେଇଗଲେ। ଆମେ ଖବର ପାଇକି ଆସି ପହଞ୍ଚିଲା ପରେ ତାଙ୍କୁ ଧରିକି ଆମେ ମେଡ଼ିକାଲ ଆସିକି ତାକୁ ଟ୍ରିଟମେଣ୍ଟ କରେଇଲୁ ଆଉ।